ଗୁରୁକୁଳ ବୈଦିକ ଆଶ୍ରମରେ ଗୁରୁ ପୂର୍ଣ୍ଣିମା ବେଦର ଦାର୍ଶନିକ ତତ୍ତ୍ୱରେ ଗୁରୁ ପରମ୍ପରା ସମୃଦ୍ଧ। ବେଦର ବିଚାରଧାରା ଆର୍ଯ୍ୟ ସମାଜର ଚିନ୍ତନ ଓ ସ୍ୱାମୀ ଦୟାନନ୍ଦଙ୍କ ଜୀବନାଦର୍ଶକୁ ଆଧାର କରି ଗୁରୁ ପରମ୍ପରା ସମୃଦ୍ଧ ହୋଇଛି ବୋଲି ବେଦବ୍ୟାସସ୍ଥିତ ଗୁରୁକୁଳ ବୈଦିକ ଆଶ୍ରମ ପରିସରରେ ଆୟୋଜିତ ଗୁରୁ ପୂର୍ଣ୍ଣିମା ଉତ୍ସବରେ ଉପସ୍ଥିତ ବିଶିଷ୍ଟ ଆଲୋଚକମାନେ ମତ ପ୍ରକାଶ କରିଛନ୍ତି। ବିଶିଷ୍ଟ ଶିକ୍ଷାବିତ୍ ଓ ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଉମାକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ସହିତ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଓ ଆଚାର୍ଯ୍ୟ ଡକ୍ଟର ଦେବବ୍ରତ ମୀମାଂସଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ସଭାପତି ଡକ୍ଟର ପଣ୍ଡା ବୈଦିକ ସଂସ୍କୃତି ଓ ଗୁରୁ ପରମ୍ପରା ସମନ୍ୱୟ ଯୋଗୁଁ କିଭଳି ପବିତ୍ର ଗୁରୁ ଶିଷ୍ୟ ସମ୍ପର୍କ ଅକ୍ଷୁଣ୍ଣ ରହିପାରିଛି ତାର ଦୃଷ୍ଟାନ୍ତ ଦେଇଥିଲେ। କୁତ୍ରା ତହସିଲଦାର ଶାଶ୍ୱତ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଗୁରୁକୁଳରେ ଛାତ୍ରମାନେ ବେଦ ଉପନିଷଦ ଅଧ୍ୟୟନ କରି ପ୍ରାଚୀନ ଭାରତୀୟ ସଂସ୍କୃତି ଓ ଐତିହ୍ୟକୁ ବିକଶିତ କରିପାରୁଛନ୍ତି। ମୁଖ୍ୟ ବକ୍ତା ବିଶିଷ୍ଟ ଗଣିତ ପ୍ରାଧ୍ୟାପକ ଓ ବେଦ ଉପାସକ ଡକ୍ଟର ଉଜାଗର ପଟେଲ କହିଲେ ଯେ ଗୁରୁ ଆମକୁ ଦ୍ୱିତୀୟ ଜନ୍ମ ଦିଅନ୍ତି। ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହର୍ଷି ଦୟାନନ୍ଦଙ୍କ ସତ୍ୟାର୍ଥ ପ୍ରକାଶ ପଢ଼ି ଆର୍ଯ୍ୟ ସମାଜର ପ୍ରଚାରକ ଭାବେ କଲିକତାରୁ ନିଜର ଉପାସନା ଆରମ୍ଭ କରିଥିଲେ। ଆଶ୍ରମ ପରିଚାଳନା ତରଫରୁ ପ୍ରକାଶ ପାଉଥିବା ତ୍ରୈମାସିକ ପତ୍ରିକା ଆଶ୍ରମ ଜ୍ୟୋତି ଓଡ଼ିଆରେ ଏବଂ ହିନ୍ଦୀରେ ବନବାସୀ ସନ୍ଦେଶ ଦ୍ୱାରା ବେଦ ପ୍ରଚାର ପ୍ରସାର ହୋଇପାରୁଛି ବୋଲି ଆଶ୍ରମ ଜ୍ୟୋତିର ମୁଖ୍ୟ ସମ୍ପାଦକ ଡକ୍ଟର ପଟେଲ କହିଥିଲେ। ସମ୍ମାନିତ ବକ୍ତା ବିଶିଷ୍ଟ ସାମ୍ବାଦିକ ଡକ୍ଟର ପୀତବାସ ମିଶ୍ର କହିଲେ ଯେ ଭବସାଗର ମଧ୍ୟରେ ରହି ମଣିଷ ସନ୍ମାର୍ଗରେ ଅଗ୍ରସର ହେବା ପାଇଁ ଗୁରୁଙ୍କ ଆଶୀଷର ଆବଶ୍ୟକତା ରହିଛି। ଆଶ୍ରମର ବିଦ୍ୟାର୍ଥୀମାନେ ବେଦପାଠ ଦ୍ୱାରା ଏହାର ସଦୁପଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନିତ ବକ୍ତା ସାମାଜିକ କର୍ମୀ ହରିହର ରାଉତରାୟ କହିଲେ ଯେ ଗୁରୁମାନେ ଆଦି ପୂଜ୍ୟ ଓ ଏହି କାରଣରୁ ଗୁରୁକୁଳର ମର୍ଯ୍ୟାଦା ଅଧିକ। ଏହା ଶାନ୍ତି ଓ ମୁକ୍ତିର ମାର୍ଗ ଦେଖାଏ। ଏହାଛଡ଼ା ଶିକ୍ଷାବିତ୍ ଡକ୍ଟର ଭବାନୀ ଶଙ୍କର ଚାଣ୍ଡେଲ, ପୁରାତନ ଛାତ୍ର ତଥା ପ୍ରାକ୍ତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ ନିଖଣ୍ଡିଆ, ଅଖେଶ୍ୱର ଧାରୁଆ, ସ୍ୱାମୀ ଲକ୍ଷ୍ମଣାନନ୍ଦ ଶାସ୍ତ୍ରୀ, ଦୁର୍ବାଦଳ କରାଳି, ସୀତାରାମ ଶାସ୍ତ୍ରୀ, ବାସୁଦେବ ହୋତା, ପ୍ରସନ୍ନ ଶାସ୍ତ୍ରୀ, ରଞ୍ଜନ ସାହୁ, ଆଶ୍ରମର ସମ୍ପାଦକ ଅଶୋକ କୁମାର ଅଗ୍ରୱାଲ, ବରିଷ୍ଠ ଟ୍ରଷ୍ଟି ରାମଚନ୍ଦ୍ର ସାହୁ, ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ତ୍ରୈମାସିକ ବୈଦିକ ପତ୍ରିକା ଆଶ୍ରମ ଜ୍ୟୋତି ଲୋକାର୍ପଣ ହୋଇଥିଲା। ଶିକ୍ଷାବିତ୍ ଓ ସହ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ବାରିକ ପତ୍ରିକା ସମ୍ପାଦନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଦାସ ଉତ୍ତରୀୟ ଓ ଗୀତା ପୁସ୍ତକ ଦେଇ ସମ୍ମାନିତ କରାଯାଇଥିଲା। ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଉପାଧ୍ୟାୟ ବେଦମନ୍ତ୍ର ପାଠ କରିଥିବା ବେଳେ ବ୍ରହ୍ମଚାରୀମାନେ ଗୁରୁ ପୂର୍ଣ୍ଣିମା ପାଳନ ତାତ୍ପର୍ଯ୍ୟ ବୁଝିଥିଲେ।